ନମସ୍କାର। ଆସନ୍ତୁ ଆଜି ଏକ ଏମିତି ଓଡ଼ିଆ ଲୋକକଥା ଭିତରକୁ ଯିବା ଯାହା ଆମକୁ ବିଶ୍ୱାସର ପ୍ରକୃତ ଅର୍ଥ ଶିଖାଇଥାଏ। ଏ ହେଉଛି ଶ୍ରିୟା ଓ ମା ଲକ୍ଷ୍ମୀଙ୍କ କାହାଣୀ। ଜାଣନ୍ତି, ଏଇଟା ଖାଲି ଗୋଟେ କାହାଣୀ ନୁହେଁ, ବରଂ ଆମ ସଂସ୍କୃତିର ଏକ ଜୀବନ୍ତ ଅଙ୍ଗ। ତେବେ ଏହି କାହାଣୀ ଆରମ୍ଭରୁ ହିଁ ଗୋଟେ ବଡ଼ ପ୍ରଶ୍ନ ସାମ୍ନାକୁ ଆଣି ସତରେ କ'ଣ ଭକ୍ତି କରିବାକୁ କିମ୍ବା ଭଗବାନଙ୍କର ଆଶୀର୍ବାଦ ପାଇବାକୁ ହେଲେ ଧନୀ ଆଉ ଶକ୍ତିଶାଳୀ ହେବା ଜରୁରୀ? ନା, ଗୋଟେ ସରଳ ନିରୀହ ହୃଦୟର ଡାକ ବି ଭଗବାନଙ୍କ ପାଖରେ ପହଞ୍ଚିପାରେ। ଚାଲନ୍ତୁ ଏହି କାହାଣୀ ଭିତରେ ଏହାର ଉତ୍ତର ଖୋଜିବା। ଆମର এই କାହାଣୀ କିନ୍ତୁ ମାଟିରୁ ନୁହେଁ, ସିଧା ସ୍ୱର୍ଗରୁ ଆରମ୍ଭ ହେଉଛି। ହଁ, ସେଠି ଦୁଇ ମହାନ ଦିବ୍ୟ ଶକ୍ତିଙ୍କ ଭିତରେ ଗୋଟେ ବଡ଼ ଯୁକ୍ତିତର୍କ ଚାଲିଥିଲା। ଆଉ ସେଇ ଯୁକ୍ତି ଆଗକୁ ଗୋଟେ ବହୁତ ବଡ଼ ପରୀକ୍ଷାର କାରଣ ହେବାକୁ ଯାଉଥିଲା। ଆଉ ଏହି ବିତର୍କ କେଉଁଠି ହେଉଥିଲା ଜାଣନ୍ତି? ସିଦ୍ଧାର୍ଥ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ଦରବାରରେ। ଆଉ କଥା କ'ଣ ଥିଲା ନା, ପ୍ରକୃତ ଭକ୍ତି କାହାକୁ କୁହାଯିବ, ଆଉ ଭଗବାନଙ୍କର ଆଶୀର୍ବାଦ ପାଇବାର ଅଧିକାର ପ୍ରକୃତରେ କାହାର ଅଛି? ତ ଏ ଯୁକ୍ତିରେ ଦୁଇଟା ପକ୍ଷ ଥିଲା। ଗୋଟେ ପଟେ ଥିଲେ ନିଜେ ପ୍ରଭୁ ଜଗନ୍ନାଥ। ତାଙ୍କ ମତରେ ଦୁନିଆରେ ନିୟମ ଆଉ ପରମ୍ପରା ସବୁଠୁ ବଡ଼, ଆଉ ତାଙ୍କ ଆଶୀର୍ବାଦ ସେଇମାନଙ୍କୁ ମିଳିବା କଥା ଯେଉଁମାନେ ସାମାଜିକ ଦୃଷ୍ଟିରୁ ଯୋଗ୍ୟ। କିନ୍ତୁ ଅନ୍ୟପଟେ ଥିଲେ ମା ଲକ୍ଷ୍ମୀ, ଆଉ ତାଙ୍କର ଯୁକ୍ତି ଥିଲା ପୁରା ଅଲଗା। ସେ କହୁଥିଲେ, ଯାହା ମନରେ ସତ ଭକ୍ତି ଅଛି ସେ ହିଁ ଆଶୀର୍ବାଦ ପାଇବାକୁ ହକଦାର। ସେ ଗରିବ ହେଉ କି ଧନୀ, ଉଚ୍ଚ ଜାତିର ହେଉ କି ତଳ ଜାତିର, ସେଥିରେ କିଛି ଫରକ ପଡ଼େନି। ତ ଏ ଯେଉଁ ବଡ଼ ବିତର୍କ ସ୍ୱର୍ଗରେ ଚାଲିଥିଲା, ତାର ପରୀକ୍ଷା ହେବାର ସମୟ ଆସିଗଲା। ଆଉ ସେଥିପାଇଁ କାହାଣୀ ଏବେ ସ୍ୱର୍ଗରୁ ଓହ୍ଲାଇ ଆସୁଛି ଆମ ଏହି ମାଟି ଉପରକୁ। ଏଠି ଆମେ ଭେଟିବା ସେହି ମଣିଷକୁ ଯାହାର ଭକ୍ତି ହିଁ ଏହିସବୁ ପ୍ରଶ୍ନର ଉତ୍ତର ଦେବ। ଏ ହେଉଛନ୍ତି ଶ୍ରେୟା। ସେତେବେଳର ସମାଜ ହିସାବରେ ସେ ଜଣେ ଚଣ୍ଡାଳୁଣୀ ଥିଲେ, ମାନେ ସମାଜର ସବୁଠାରୁ ତଳ ସ୍ତରର, ଯାହାକୁ ଲୋକେ ଅଛୁଆ ବୋଲି ଭାବୁଥିଲେ। ଗୋଟିଏ ଛୋଟିଆ କୁଡ଼ିଆ ଘରେ ରହୁଥିଲେ। ପାଖରେ ଧନ ସମ୍ପତ୍ତି ବୋଲି କିଛି ବି ନଥିଲା। କିନ୍ତୁ ହଁ, ତାଙ୍କ ପାଖରେ ଏମିତି ଗୋଟେ ଜିନିଷ ଥିଲା ଯାହା କୋଟିପତିଙ୍କ ପାଖରେ ବି ନଥାଏ। ସେଇଟା ହେଉଛି ମା ଲକ୍ଷ୍ମୀଙ୍କ ପାଇଁ ତାଙ୍କର ଅତୁଟ ବିଶ୍ୱାସ ଆଉ ନିର୍ମଳ ଭକ୍ତି। ଆଉ ତାଙ୍କର ଲକ୍ଷ୍ମୀ ପୂଜାର ପ୍ରସ୍ତୁତି କୌଣସି ବଡ଼ ଆୟୋଜନ ନଥିଲା। ବହୁତ ସରଳ ଥିଲା ସବୁକିଛି, କିନ୍ତୁ ସେଥିରେ ମନ ଆଉ ନିଷ୍ଠା ପୁରା ଭରି ରହିଥିଲା। ସେ ପ୍ରଥମେ ନିଜର ସେଇ ଛୋଟିଆ କୁଡ଼ିଆକୁ ପୂରାପୂରି ସଫା କରୁଥିଲେ। ତାପରେ ନିଜ ହାତରେ ସୁନ୍ଦର ଝୋଟି ଚିତା ଆଙ୍କୁଥିଲେ କାନ୍ଥ ଆଉ ଚଟାଣରେ। ଭୋଗ ପାଇଁ ବି ସେମିତି କିଛି ବଡ଼ ଜିନିଷ ନୁହେଁ, ଖାଲି ସାଧା ଚାଉଳର ପିଠା। ଆଉ ଶେଷରେ ପୁରା ଏକାଗ୍ର ମନରେ ମାଙ୍କୁ ଡାକୁଥିଲେ, କାରଣ ସେ ଜାଣିଥିଲେ ବାହାରର ଦେଖେଇ ହେବାଟା ପୂଜା ନୁହେଁ, ମନର ଭକ୍ତି ହିଁ ପ୍ରକୃତ ପୂଜା। କିନ୍ତୁ ଶ୍ରିୟାଙ୍କ ପାଇଁ ଏସବୁ କରିବା ଏତେ ସହଜ ନଥିଲା। ତାଙ୍କ ଭକ୍ତିର ରାସ୍ତା କଣ୍ଟାରେ ଭରା ଥିଲା, କାରଣ ସମାଜ ତାଙ୍କୁ ସବୁବେଳେ ପରୀକ୍ଷା କରୁଥିଲା, ତାଙ୍କୁ ପଛକୁ ଟାଣୁଥିଲା। ଯେଉଁ ଉଚ୍ଚ ଜାତିର ଲୋକମାନେ ଥିଲେ, ସେମାନେ ତାଙ୍କୁ ଦେଖି ଖାଲି ଠଟ୍ଟା କରୁଥିଲେ। କହୁଥିଲେ, ଆରେ ସେ ଚଣ୍ଡାଳୁଣୀକୁ ଦେଖ, ଭାବୁଛି ଧନର ଦେବୀ ତା ପୂଜାରେ ଖୁସି ହୋଇଯିବେ। ଜଣେ ଭିକାରୁଣୀର ପୂଜା କ'ଣ ଭଗବାନ ଗ୍ରହଣ କରିବେ? ମାନେ ସେମାନଙ୍କ ହିସାବରେ ଭଗବାନ କେବଳ ଧନୀ ଆଉ ବଡ଼ ଲୋକମାନଙ୍କର। ହେଲେ ଏତେ ଥଟ୍ଟା, ଏତେ ଅପମାନ ପରେ ବି ଶ୍ରିୟାଙ୍କ ମନ ଟିକେ ବି ଦବି ନଥିଲା। ତାଙ୍କ ଭିତରର ବିଶ୍ୱାସ ବାହାରର ଏଇସବୁ କଥାଠାରୁ ବହୁତ ବେଶୀ ଶକ୍ତିଶାଳୀ ଥିଲା। ତ ସମାଜର ପରୀକ୍ଷାରେ ଶ୍ରିୟା ପାସ୍ କରିଗଲେ। ହେଲେ ଏବେ ଥିଲା ଅସଲି ପରୀକ୍ଷା, କାରଣ ଏଥର ସ୍ୱୟଂ ଦିବ୍ୟ ଶକ୍ତି ତାଙ୍କ ପରୀକ୍ଷା ନେବା ପାଇଁ ମାଟିକୁ ଓହ୍ଲାଇ ଆସିଲେ। ସେଦିନ ଥିଲା ମାନବସା ଗୁରୁବାର। ହଠାତ୍ ଜଣେ ବହୁତ ବୁଢ଼ୀ ଆଉ ଦୁର୍ବଳ ମହିଳା ଆସି ଶ୍ରିୟାଙ୍କ କୁଡ଼ିଆ ଆଗରେ ଠିଆ ହେଲେ। ସେ ଆଉ କେହି ନୁହେଁ, ନିଜେ ମା ଲକ୍ଷ୍ମୀ ଥିଲେ। ଛଦ୍ମ ବେଶରେ ଆସିଥିଲେ ନିଜ ଭକ୍ତର ମନକୁ ପରଖିବା ପାଇଁ। ଆଉ ଶ୍ରିୟା, ସେ ସେଇ ଅଚିହ୍ନା ଅତିଥିଙ୍କୁ ଦେଖି ଟିକେ ବି ଅବହେଳା କଲେନି, ବରଂ ତାଙ୍କୁ ଦେବୀଙ୍କ ଭଳି ସ୍ୱାଗତ କଲେ। ଆଉ ଆଶ୍ଚର୍ଯ୍ୟର କଥା, ନିଜ ପାଇଁ ଯେଉଁ ଏକମାତ୍ର ପିଠା ଖଣ୍ଡେ ରଖିଥିଲେ, ତାକୁ ବିନା ଦ୍ୱିଧାରେ ସେଇ ବୁଢ଼ୀ ମାଙ୍କୁ ଖାଇବାକୁ ଦେଇଦେଲେ। ଏଇଠୁ ହିଁ ତାଙ୍କ ମନ କେତେ ବଡ଼ ଥିଲା ତାହା ଜଣାପଡ଼ିଗଲା। ମା ଲକ୍ଷ୍ମୀ ବହୁତ ଖୁସିରେ ସେ ପିଠା ଖଣ୍ଡକ ଖାଇଲେ। ଆଉ ତାପରେ ଯାହା ହେଲା ତାହା ଏକ ଚମତ୍କାର ଥିଲା। ଆଖି ପେଚୁଳାକେ ଶ୍ରିୟାଙ୍କର ସେଇ ଛୋଟିଆ କୁଡ଼ିଆ ସୁନା, ରୂପା, ହୀରା, ନୀଳାରେ ଚକଚକ୍ କରିବାକୁ ଲାଗିଲା। ସବୁଆଡ଼େ କେବଳ ଆଲୁଅ ଆଉ ଆଲୁଅ। ସେହି ବୁଢ଼ୀ ମା ନିଜର ଅସଲି ରୂପରେ ପ୍ରକଟ ହେଲେ ଆଉ ଶ୍ରିୟାଙ୍କୁ ମନ ଭରି ଆଶୀର୍ବାଦ ଦେଲେ। ତାଙ୍କର ଭକ୍ତି ଆଜି ସାର୍ଥକ ହୋଇଗଲା। କିନ୍ତୁ କଥା ଏତିକିରେ ସରି ନଥିଲା। ଶ୍ରିୟାଙ୍କୁ ଯେଉଁ ପୁରସ୍କାର ମିଳିଲା, ତାହା କେବଳ ତାଙ୍କ ଜୀବନ ବଦଳିଲାନି, ବରଂ ଏହି ଗୋଟିଏ ଘଟଣା ଏମିତି ଏକ ପରମ୍ପରାକୁ ଜନ୍ମ ଦେଲା, ଯାହା ଆମେ ଆଜି ପର୍ଯ୍ୟନ୍ତ ବଡ଼ ଶ୍ରଦ୍ଧାରେ ପାଳନ କରୁଛୁ। ଆଉ ସେହି ପରମ୍ପରାଟି ହେଉଛି ଆମ ସମସ୍ତଙ୍କର ପ୍ରିୟ ମାଣବସା ଗୁରୁବାର। ହଁ, ସେହି ଦିନଠୁ ହିଁ ଓଡ଼ିଶାରେ ମାର୍ଗଶିର ମାସର ପ୍ରତି ଗୁରୁବାର ଦିନ ଏହି ପର୍ବ ପାଳନ କରାଯାଏ। ଠିକ୍ ଶ୍ରିୟାଙ୍କ ଭଳି ଆଜି ବି ଘରଦ୍ୱାର ସଫା କରି ସୁନ୍ଦର ଝୋଟି ପକାଇ ମା ଲକ୍ଷ୍ମୀଙ୍କୁ ଡକାଯାଏ।
ଏହା ସତେ ଯେମିତି ସେହି ଦିନର କଥାକୁ ମନେ ପକେଇ ଦିଏ। ତ ଶେଷରେ ଶ୍ରିୟାଙ୍କର ଏହି କାହାଣୀ ଗୋଟିଏ କଥା ପୁରା ସ୍ପଷ୍ଟ କରିଦେଲା। ଭଗବାନଙ୍କ ପାଖରେ ପହଞ୍ଚିବା ପାଇଁ ଧନ, ସମ୍ପତ୍ତି କି ଜାତିର କୌଣସି ଦରକାର ନାହିଁ। ଯାହା ଦରକାର ତାହା ହେଉଛି ନିର୍ମଳ ଭକ୍ତି। ଏହା ହିଁ ସବୁଠୁ ବଡ଼ ସତ୍। ତେବେ ଏହି କାହାଣୀ ଶେଷରେ ଗୋଟେ ପ୍ରଶ୍ନ ଛାଡ଼ିଯାଉଛି। କେବେ ଭାବିଛନ୍ତି ଆମର ଏତେ ସୁନ୍ଦର ସୁନ୍ଦର ପରମ୍ପରା ପଛରେ ବି ଏମିତି କିଛି କାହାଣୀ ଥାଇପାରେ, ଯେଉଁଠି ସମାଜ ଦ୍ୱାରା ଅବହେଳିତ ଜଣେ ମଣିଷର ବିଶ୍ୱାସ ପୁରା ସମାଜ ପାଇଁ ଗୋଟେ ପର୍ବ ପାଲଟିଯାଏ? ଏହା ଉପରେ ଟିକେ ଚିନ୍ତା କରିବା ନିହାତି ଦରକାର, ନୁହେଁ କି?